ମୁଁ ସ୍ମିତା ଆପଣ ସମସ୍ତଙ୍କୁ ସ୍ୱାଗତ କରୁଛି ଲର୍ନ ଇନ୍ ପାଇପଲାଇନ ଚ୍ୟାନେଲକୁ। ଏହି ଚ୍ୟାନେଲରେ ଆମେ ପାଞ୍ଚ ଧାଡିରେ ମହାପୁରୁଷଙ୍କ ଜୀବନୀ ବିଷୟରେ ଜାଣନ୍ତି। ଯେତେବେଳେ ପାଞ୍ଚ ଧାଡିରେ ଜାଣନ୍ତି ଅଧିକା ଜାଣିବାକୁ ଇଚ୍ଛା ହୁଏ। ଯଦି ଅଧିକା ଜାଣିବାକୁ ଇଚ୍ଛା ଅଛି କମେଣ୍ଟରେ ଜଣେଇବେ। ଆମେ କଣ କରିବା ନା 10 ଧାଡି 15 ଧାଡି ବା ଲମ୍ବା ଏସେ ମହାପୁରୁଷଙ୍କ ବିଷୟରେ ନେଇକି ଆସିବା। ତାହେଲେ ଆଜିର ଭିଡିଓରେ ଆମେ ଜାଣିବା ଆଉ ଜଣେ ମହାପୁରୁଷଙ୍କ ଜୀବନୀ ମାତ୍ର 5 ଧାଡିରେ। ଆଜିର ଭିଡିଓରେ କଥା ହେବା ରାଣୀ ଦୁର୍ଗାବତୀଙ୍କ ବିଷୟରେ। ରାଣୀ ଦୁର୍ଗାବତୀ ଭାରତର ଗୋଣ୍ଡାନାର ଜଣେ ସାହସୀ ରାଣୀ ଥିଲେ। ସେ 1524 ମସିହାରେ ଜନ୍ମଗ୍ରହଣ କରିଥିଲେ ଏବଂ ତାଙ୍କ ସ୍ୱାମୀ ଦଲପତ ଶାହଙ୍କ ମୃତ୍ୟୁ ପରେ ସେ ରାଣୀ ହୋଇଥିଲେ। ରାଣୀ ଦୁର୍ଗାବତୀ ତାଙ୍କର ସାହସ, ଜ୍ଞାନ ଏବଂ ତାଙ୍କ ଲୋକଙ୍କ ପ୍ରତି ପ୍ରେମ ପାଇଁ ଜଣାଶୁଣା ଥିଲେ। ସେ ତାଙ୍କ ରାଜ୍ୟକୁ ରକ୍ଷା କରିବା ପାଇଁ ମୁଗଲ ସେନା ବିରୁଦ୍ଧରେ ସାହସର ସହିତ ଲଢିଥିଲେ। ଭାରତ ଇତିହାସରେ ତାଙ୍କୁ ସାହସ ଏବଂ ବଳିଦାନର ପ୍ରତୀକ ଭାବରେ ମନେ ରଖାଯାଏ। ଭିଡିଓଟି କେମିତି ଲାଗିଲା ମୋତେ କମେଣ୍ଟ କରିକି ଜଣେଇବ। ଯଦି ଭଲ ଲାଗିଲା ଭିଡିଓ ଟିକେ ଲାଇକ୍ କରିଦେବ। ଭିଡିଓକୁ ଆମ ସହିତ ସେୟାର କର, ଚ୍ୟାନେଲକୁ ସବସ୍କ୍ରାଇବ କରି ବେଲ୍ ଆଇକନ୍ ପ୍ରେସ୍ କରି ଅଲ୍ ନୋଟିଫିକେସନକୁ ଅନ୍ ରଖିଥାଅ। ତାହେଲେ ରହୁଛି ଦେଖା ଆଗାମୀ ଭିଡିଓରେ। ନମସ୍କାର।